କାହିଁକି ସମୁଦ୍ରରେ ବୁଡ଼ିଗଲା ଦ୍ୱାରକା? କାହିଁକି ସମୁଦ୍ରରେ ବୁଡ଼ିଗଲା ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀ? କିଏ ଦେଇଥିଲା ଅଭିଶାପ? ଶ୍ରୀକୃଷ୍ଣ ଦ୍ୱାରକା ନଗରୀ ସ୍ଥାପନ କରିଥିଲେ। 4000 ବର୍ଷ ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଏହି ଦଳ ଏହି ସହର ଖୋଜିବା ପାଇଁ ପୁଣି ଥରେ ସମୁଦ୍ରରେ ରିସର୍ଚ୍ଚ ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ କାହିଁକି ଦ୍ୱାରକା ନଗରୀ ସ୍ଥାପନ କରିଥିଲେ ଏବଂ ଏହା କିପରି ସମୁଦ୍ରରେ ବୁଡ଼ିଗଲା। ଦ୍ୱାରକାର ଶେଷ ଖନନ ପରେ ପ୍ରାୟ 20 ବର୍ଷ ପରେ ASI ଅଣ୍ଡର ୱାଟର ଆର୍କିଓଲୋଜି ୱିଙ୍ଗର ଏକ ଦଳ ପୁଣି ଥରେ ଗୁଜରାଟ ଉପକୂଳରେ ସମୁଦ୍ରରେ ବୁଡ଼ି 4000 ବର୍ଷ ପୁରୁଣା ଜନବସତି ସହର ଅନୁସନ୍ଧାନ ଓ ଅଧ୍ୟୟନ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇଛି। ତେବେ ଆସନ୍ତୁ ଜାଣିବା ମଥୁରାର ରାଜା ବାସୁଦେବଙ୍କ ପୁଅ ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣଙ୍କୁ କାହିଁକି ଦୂରକୁ ଯାଇ ସମୁଦ୍ର ପୃଷ୍ଠରେ ଏକ ସହର ବସାଇବାକୁ ପଡ଼ିଲା ଓ ତାପରେ ଯେତେବେଳେ ଲୋକମାନେ ଏକ ବିଶାଳ ନଗରରେ ଖୁସିରେ ରହିବା ଆରମ୍ଭ କଲେ ସେତେବେଳେ ସମଗ୍ର ସହର କାହିଁକି ସମୁଦ୍ରରେ ବୁଡ଼ିଗଲା। ଆସନ୍ତୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା। ପ୍ରଥମେ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କୁ କାହିଁକି ଦ୍ୱାରକା ଯିବାକୁ ପଡ଼ିଲା। ଧାର୍ମିକ ଗ୍ରନ୍ଥରେ ଦ୍ୱାରକା ବିଷୟରେ କୁହାଯାଇଛି ଯେ ଯେତେବେଳେ ଶ୍ରୀକୃଷ୍ଣ ତାଙ୍କ ମାମୁଁ ଏବଂ ମଥୁରାର ଅତ୍ୟାଚାରୀ ରାଜା କଂସଙ୍କୁ ହତ୍ୟା କରିଥିଲେ ସେତେବେଳେ କଂସଙ୍କ ଶ୍ୱଶୁର ଏବଂ ମଗଧର ରାଜା ଜରାସନ୍ଧ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଶ୍ରୀକୃଷ୍ଣ ଏବଂ ସମଗ୍ର ଯାଦବ ବଂଶକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ବାରମ୍ବାର ମଥୁରା ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ମଥୁରା ଏବଂ ଯାଦବମାନଙ୍କୁ 17 ଥର ଆକ୍ରମଣ କରିବା ପରେ ମଧ୍ୟ ସେ ଭଗବାନ ଶ୍ରୀକୃଷ୍ଣଙ୍କର କୌଣସି କ୍ଷତି କରିପାରିଲେ ନାହିଁ। ତଥାପି ଜରାସନ୍ଧଙ୍କ ବାରମ୍ବାର ଆକ୍ରମଣ ଏବଂ ମୁକାବିଲା ଯୋଗୁଁ କେବଳ ସମ୍ପତ୍ତି ନଷ୍ଟ ହେଉନଥିଲା ବରଂ ଯାଦବମାନଙ୍କ ସୁରକ୍ଷା ମଧ୍ୟ ବିପଦରେ ପଡ଼ିବାରୁ ଶ୍ରୀକୃଷ୍ଣ ଦୁଃଖିତ ହୋଇପଡ଼ିଥିଲେ। ଏହି ପରିସ୍ଥିତିକୁ ମନରେ ରଖି ଶ୍ରୀକୃଷ୍ଣ ମଥୁରା ଛାଡ଼ି ଯାଦବମାନଙ୍କୁ ଦୂରରେ କୌଣସି ସ୍ଥାନରେ ବସତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଭଗବାନ ଶ୍ରୀକୃଷ୍ଣ ବିଶ୍ୱକର୍ମାକୁ ଦ୍ୱାରକାପୁରୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାପରେ ମାତ୍ର ଗୋଟିଏ ରାତିରେ ସମୁଦ୍ର ପୃଷ୍ଠରେ ଏକ ମହାନ ନଗରୀ ପ୍ରତିଷ୍ଠିତ ହୋଇଥିଲା ଏବଂ ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାଧୀଶ କୁହାଯାଇଥିଲା। ଦ୍ୱାରକା ବୁଡ଼ିବା ପଛରେ 2ଟି ଅଭିଶାପ ଥିଲା। ଶାସ୍ତ୍ରରେ କୁଶସ୍ଥଳୀ ଭାବରେ ଉଲ୍ଲେଖ ଥିବା ଦ୍ୱାରକା ଏକ ଧନୀ ନଗରୀ ଥିଲା ଏବଂ ଏଠାକାର ଲୋକମାନେ ବହୁତ ଖୁସି ଏବଂ ଭାଇଚାରା ସହିତ ରହୁଥିଲେ। ଏବେ ପ୍ରଶ୍ନ ହେଉଛି ଯେ ଯେତେବେଳେ ସବୁକିଛି ସୁନ୍ଦର ଓ ସୌନ୍ଦର୍ଯ୍ୟରେ ଭରପୁର ଥିଲା, ସହରର ଲୋକମାନେ ଖୁସି ଥିଲେ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ରାଜ୍ୟ ଚଳାଉଥିଲେ, ତେବେ ଏହି ଦ୍ୱାରକା ନଗରୀ କିପରି ବୁଡ଼ିଗଲା? ଦ୍ୱାରକା ବୁଡ଼ିବା ପଛରେ 2ଟି ଅଭିଶାପର ଉଲ୍ଲେଖ ଅଛି। ଆଜି ହିନ୍ଦୁମାନଙ୍କ 4 ପବିତ୍ର ସ୍ଥଳରେ ଅନ୍ତର୍ଭୁକ୍ତ ଏହି ସହର ଏବଂ ସପ୍ତପୁରୀକୁ ଏକ କଠୋର ଅଭିଶାପର ସମ୍ମୁଖୀନ ହେବାକୁ ପଡ଼ୁଛି। ଆସନ୍ତୁ ଜାଣିବା ଦ୍ୱାରକାକୁ ଦିଆଯାଇଥିବା 2ଟି ଅଭିଶାପ ବିଷୟରେ। ପୌରାଣିକ ବିଷୟ ଅନୁସାରେ ମହାଭାରତ ଯୁଦ୍ଧ ଭୟଙ୍କର ଥିଲା, ଯେଉଁଥିରେ କୌରବମାନେ ଧ୍ୱଂସ ପାଇଥିଲେ ଏବଂ ପାଣ୍ଡବମାନେ ବିଜୟୀ ହୋଇଥିଲେ। ଏହାପରେ ଯୁଧିଷ୍ଠିରଙ୍କୁ ହସ୍ତିନାପୁରରେ ରାଜା କରାଯାଇଥିଲା। ରାଜ୍ୟାଭିଷେକ ସମୟରେ ଏକ ଘଟଣା ଘଟିଥିଲା ଯେଉଁଥିରେ ଶ୍ରୀକୃଷ୍ଣ ମଧ୍ୟ ଉପସ୍ଥିତ ଥିଲେ। ଏହିଠାରେ କୌରବ ମାତାଙ୍କ ମାତା ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ମହାଭାରତ ଯୁଦ୍ଧର ସବୁଠାରୁ
बड़ अपराधी बोली कहिथिले एवं तांको अभिशाप देइथिले। जेपरी मो वंश नष्ट होईगला सेहीपरि तुमर वंश तुम आखि सामने नष्ट होईजिवो। एही अभिशाप को श्रीकृष्ण को द्वारका नगरी बुड़ीबार कारण बोली विवेचना करा जाए। महाभारतर 36 वर्ष पर द्वारका नगरी समुद्र रे बुड़ी जाइथिला। द्वितीय अभिशाप आउ एक पौराणिक कहानी आगकू आसी जेउथिरे महर्षि विश्वामित्र देव ऋषि नारद द्वारका नगरी रे पहुँची जेउठारे किछि जादव पुओ ऋषि मानकु परिहास करने योजना करथिले। एथिरे श्रीकृष्ण को पुत्र सांबवध्य सामिल थिले जहाकू महिला बेशरी ऋषि मानक सम्मुख रे उपस्थापित करा जाइथिला। पुओ माने परिहास करी कहिले जे एही महिला गर्भवती, दयाकरी आपण मते तांका गर्भरे बढ़ुथिबा शिशु विषय रे किछि सूचना देई परिबे कि? यह जन्म हेबो कि? ऋषि माने एही परिहास को अपमान बोली भाबी तांको अभिशाप देइथिले जे तांका गर्भरु एक कीट जन्म नेब जे समस्त जदुवंशी विनाशर कारण हेब। एही अभिशाप परे समय एते खराब होईगला जे समस्त जदुवंशी निज निज मध्य लड़ाकू लगिले एवं युद्ध करने समय मरिबाकू लगिले। जेतेबेले समस्त जदुवंशी मृत्युवरण कले सेतेबेले बलराम मध्य तांको शरीर त्याग कले। सेठारे श्रीकृष्ण मध्य शिकारीर अजाणतार तीर आहत होइथिले एवं से निज शरीर त्याग करी स्वर्ग को चली जाइथिले। अन्य पक्षरे जेतेबेले पांडव माने द्वारिकार परिस्थिति विषय जानिबाकू पाइले अर्जुन द्वारकार पहुँचिले एवं श्रीकृष्ण परिवार अवशिष्ट सदस्य मानकू